ସମସ୍ତଙ୍କୁ ନମସ୍କାର। ଆଜି ମୁଁ ଆରମ୍ଭ କରିବି ମାଧ୍ୟମିକ ବ୍ୟାକରଣ ନବମ ଶ୍ରେଣୀର ଯେଉଁ ଶବ୍ଦ ଆମେ ପଢ଼ୁଥିଲୁ ତାର ଏଇଟା ହେଉଛି କଣ୍ଟିନ୍ୟୁ ପାର୍ଟ। ଏଥିରେ ଆମେ ଆଜି ପଢ଼ିବୁ ଲିଙ୍ଗ ଆଉ ବଚନ। ତ ଲିଙ୍ଗ କହିଲେ କ'ଣ ବୁଝେ? ଓଡ଼ିଆ ଭାଷାର ଯେଉଁ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକ ଅଛି ତାହାର ପୁରୁଷ କିମ୍ବା ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ। ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକୁ କ୍ଳୀବଲିଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଯେଉଁମାନଙ୍କର ପ୍ରାଣ ଅଛି, ଜୀବନ ଅଛି, ସେହି ବିଶେଷ ଶବ୍ଦ ଗୁଡ଼ିକ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ। ଯେଉଁମାନଙ୍କର ପ୍ରାଣ ନାହିଁ, ନିର୍ଜୀବ ବସ୍ତୁ ବିଶେଷ୍ୟ ପଦ ଗୁଡ଼ିକ ସେଗୁଡ଼ିକୁ କ୍ଳୀବଲିଙ୍ଗ ଭାବରେ ଗ୍ରହଣ କରାଯାଏ। ପୁରୁଷବାଚକ ଶବ୍ଦ ପୁଲିଙ୍ଗ ଆଉ ସ୍ତ୍ରୀବାଚକ ଶବ୍ଦ ସ୍ତ୍ରୀଲିଙ୍ଗ ଭାବରେ ଗୃହୀତ ହୋଇଥାନ୍ତି। ପୁଲିଙ୍ଗକୁ ସ୍ତ୍ରୀଲିଙ୍ଗ କଲାବେଳେ ଅନେକ ସ୍ଥଳରେ ପ୍ରତ୍ୟୟ ଯୁକ୍ତ ହୋଇଥାଏ। ଯେପରି ବାଘ ଶବ୍ଦଟି ହେଉଛି ପୁଲିଙ୍ଗ, ସେଥିରେ ଉଣି ପ୍ରତ୍ୟୟ ଯୁକ୍ତ କରାଗଲେ ତାହା ହୁଏ ବାଘୁଣୀ, ବାଘର ସ୍ତ୍ରୀଲିଙ୍ଗ। ତ ଚାଲନ୍ତୁ କେତେ ଗୁଡ଼ିଏ ଲିଙ୍ଗର ରୂପ ଦିଆଯାଇଛି ସେଗୁଡ଼ିକୁ ଆମେ ଜାଣିବା। ପ୍ରଥମେ ଆ ପ୍ରତ୍ୟୟ ଲଗେଇବା। କୋକିଳ ର ସ୍ତ୍ରୀଲିଙ୍ଗ ଆମେ ଲଗେଇବା କୋକିଳା। ଇ ପ୍ରତ୍ୟୟ ଲଗେଇବା କିଶୋର, କିଶୋରୀ। ମାନବର, ମାନବୀ। ନର, ନାରୀ। ନାଗର, ନାଗରୀ। ଏବେ ଆମେ ଆନି ଆଉ ଆଣି ପ୍ରତ୍ୟୟ ଲଗେଇକି କରିବା। ଆନି ଆଉ ଆଣି ପ୍ରତ୍ୟୟ ଲଗେଇଲେ ଶିବ, ଶିବାନୀ। ଭବ, ଭବାନୀ। ଇନ୍ଦ୍ର, ଇନ୍ଦ୍ରାଣୀ। ଏଠି ଆମେ କ'ଣ ଆନି ଆଉ ଆଣି ପ୍ରତ୍ୟୟ ଲଗେଇକି କରିଛୁ। ଏବେ ଆମେ ଉଲି ପ୍ରତ୍ୟୟ ଲଗେଇବା। ବେଙ୍ଗର ହେଲା ବେଙ୍ଗୁଲି, ବଗର ହେଲା ବଗୁଲି। କେତେକ ଭିନ୍ନ ଶବ୍ଦ ମଧ୍ୟ ଲିଙ୍ଗ ପରିବର୍ତ୍ତନରେ ବ୍ୟବହାର ହୋଇଥାଏ, ଯେମିତିକା ରାଜା, ରାଣୀ। ପିତା, ମାତା ଏସବୁ ଅଲଗା ଅଲଗା, ଏଥିରେ କୌଣସି ପ୍ରତ୍ୟୟ ବ୍ୟବହାର ହୋଇନାହିଁ। ଜନକ, ଜନନୀ। ବର, କନ୍ୟା କିମ୍ବା ବଧୂ। ସ୍ୱାମୀ, ସ୍ତ୍ରୀ। ଏବେ ଯେଉଁ ଉଭୟ ଲିଙ୍ଗ ଅଛନ୍ତି, ଉଭୟ ଲିଙ୍ଗ କ୍ଷେତ୍ରରେ ଆମେ କ'ଣ କରିପାରିବା? ଯେମିତିକା ଉଭୟ ଲିଙ୍ଗ କବି, ନାରୀ କବି। କେତେକ ପ୍ରାଣୀବାଚକ ବିଶେଷ ଉଭୟ ପୁରୁଷ ଓ ସ୍ତ୍ରୀକୁ ବୁଝାଇଥାଏ। ସେହି ସ୍ଥଳରେ ଆମେ କ'ଣ କରିବା? ଲିଙ୍ଗ ଭେଦ ପାଇଁ ଅଣ୍ଡିରା ଏବଂ ମାଇର ଯେଉଁ ବିଶେଷଣ ପଦ ତାକୁ ଯୁକ୍ତ କରିବା। ଯେମିତିକା ଛେଳି, ଛେଳି ତାକୁ ଆମେ ପୁଲିଙ୍ଗ କରିବା ପାଇଁ ଅଣ୍ଡିରା ଛେଳି କରିବା, ସ୍ତ୍ରୀଲିଙ୍ଗ ପାଇଁ ମାଇ ଛେଳି କରିବା। ସେହିପରି କେତେ ଗୁଡ଼ିଏ ଶବ୍ଦ ଅଛି। ଭାଲୁ, ଭାଲୁ ଆମେ କ'ଣ ଲେଖିବା? ଅଣ୍ଡିରା ଭାଲୁ, ମାଇ ଭାଲୁ। କୁକୁର, ଅଣ୍ଡିରା କୁକୁର, ମାଇ କୁକୁର। ବିରାଡ଼ି, ଅଣ୍ଡିରା ବିରାଡ଼ି, ମାଇ ବିରାଡ଼ି। ମୂଷା, ଅଣ୍ଡିରା ମୂଷା, ମାଇ ମୂଷା। ବାଛୁରୀ, ଅଣ୍ଡିରା ବାଛୁରୀ, ମାଇ ବାଛୁରୀ। କେତେ ଗୁଡ଼ିଏ ଜାଣିବା କଥା ରହିଛି। କେତେ ଗୁଡ଼ିଏ ଯେକୌଣସି ଲିଙ୍ଗ ପରିବର୍ତ୍ତନ ସମ୍ଭବ ନୁହଁ, ତଥାପି ବେଳେବେଳେ ପୁରୁଷ ସ୍ତ୍ରୀ ସୂଚକ ଯୋଗ କରି ପୁଲିଙ୍ଗ ସ୍ତ୍ରୀଲିଙ୍ଗ କରାଯାଇଥାଏ। ଯେମିତିକା ଫୁଲ, ଫୁଲ ଗୋଟେ ହେଉଛି କ୍ଳୀବଲିଙ୍ଗ, ଏହାକୁ ପୁଲିଙ୍ଗ ସ୍ତ୍ରୀଲିଙ୍ଗ କରାଯାଇଥାଏ। ଯେମିତିକା ଫୁଲରେ ଆମେ ଅଣ୍ଡିରା ଫୁଲ ଆଉ ମାଇ ଫୁଲ ଲଗେଇଥାଉ। ତ ଏହି କ୍ଷେତ୍ରରେ ଆମେ ଲିଙ୍ଗ ବୁଝିଲୁ ପୁଲିଙ୍ଗ, ସ୍ତ୍ରୀଲିଙ୍ଗ ଏବଂ କ୍ଳୀବଲିଙ୍ଗ। ପୁଲିଙ୍ଗ ଆଉ ସ୍ତ୍ରୀଲିଙ୍ଗରେ ଆମେ ପ୍ରତ୍ୟୟ ଲଗାଇକି ପୁଲିଙ୍ଗରୁ ସ୍ତ୍ରୀଲିଙ୍ଗ କରିଥାଉ, ଆଉ କେତେକ କ୍ଷେତ୍ରରେ କୌଣସି ପ୍ରତ୍ୟୟ ବ୍ୟବହାର ହୋଇନଥାଏ। ଉଭୟ ଲିଙ୍ଗ କ୍ଷେତ୍ରରେ ଆମେ କ'ଣ ଅଣ୍ଡିରା ଏବଂ ମାଇର ବିଶେଷଣ ପଦ ବ୍ୟବହାର କରିଥାଉ, ଏବଂ କ୍ଳୀବଲିଙ୍ଗରେ ତ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ, ତଥାପି ବେଳେବେଳେ ଅଣ୍ଡିରା ଆଉ ମାଇ ଫୁଲ ଯେମିତିକା ବ୍ୟବହାର ହୋଇଛି ସେମିତିକା ବ୍ୟବହାର କରାଯାଇଥାଏ। ତ ଏବେ ଆମର ସରିଗଲା ଲିଙ୍ଗ। ତାପରେ ଆମେ ପଢ଼ିବା ବଚନ। ବଚନ କ'ଣ? ଯେଉଁଥିରୁ କୌଣସି ସଂଖ୍ୟାର ପ୍ରକାଶ ପାଏ। ଯେଉଁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ ବଚନ କହନ୍ତି। କ'ଣ ବୁଝିଗଲା? ଯେଉଁ ବସ୍ତୁର ସାଧାରଣତଃ ବିଶେଷ୍ୟ ଶବ୍ଦରୁ ଆମେ କ'ଣ ତାର ସଂଖ୍ୟାକୁ ଜାଣିପାରୁ ତାହାକୁ ବଚନ କହନ୍ତି। ବଚନ ଚିହ୍ନ ସାଧାରଣତଃ ବିଶେଷ୍ୟ ଓ ସର୍ବନାମ ପଦରେ ହିଁ ସଂଯୁକ୍ତ ହୋଇଥାଏ। ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ ତାହାକୁ ଏକବଚନ କୁହାଯାଏ।
ଗୋଟିଏ ସଂଖ୍ୟା, ଯେମିତି ମୁଁ, ତୁ, ସେ, ଗଛ, ନଈ ଇତ୍ୟାଦି। ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ଏକରୁ ଅଧିକ ସଂଖ୍ୟା ଜଣାପଡ଼େ ତାହାକୁ ବହୁବଚନ କହନ୍ତି। ଏକରୁ ଅଧିକ, ଯଥା ଆମ୍ଭେମାନେ, ତୁମ୍ଭେମାନେ, ସେମାନେ, ନଈ ଗୁଡ଼ିକ, ଗଛ ଗୁଡ଼ିକ। ଏକ ବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ ଗୁଡ଼ିକ କଣ କଣ? ଟି, ଟା, ଟେ, ଟିଏ, ଟାଏ, ଖଣ୍ଡେ, ଖଣ୍ଡିଏ, ଗୋଟିଏ, ଗୋଟିକ ଇତ୍ୟାଦି। ଉଦାହରଣ ସ୍ୱରୂପ, ଗୋଟିଏ ପିଲା, ପିଲାଟିଏ, ପିଲାଟି। ବହୁବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ ମାନେ, ଗୁଡ଼ାଏ, ଗୁଡ଼ିକ, ପଂକ୍ତି, ଶ୍ରେଣୀ, ଯୁଦ୍ଧ, ଯାକ, ତକ, ଗଣ, ସବୁ, ଦଳ, ପଲ, ସମୂହ, ବୃନ୍ଦ ଇତ୍ୟାଦି। ଉଦାହରଣ, ପିଲାଏ, ପିଲାମାନେ, ପୁସ୍ତକଚୟ, ପର୍ବତ, ଶ୍ରେଣୀ। ଏବେ ଉଭୟ ପାର୍ଶ୍ୱରେ ବହୁବଚନ କରାଯାଏ ନାହିଁ, କେତେ ଗୁଡ଼ିଏ ଜାଣିବା କଥା। ଆମେ ଯଦି ଲେଖିବା ଅନେକ ପିଲାମାନେ, ଏହା ଭୁଲ, ଏହି ବାକ୍ୟଟି ଅଶୁଦ୍ଧ ଅଟେ। ଆମେ ଅନେକ ପିଲା ବୋଲି ଲେଖିପାରିବା ବା ପିଲାମାନେ ବୋଲି ଲେଖିପାରିବା ବା କହିପାରିବା। କିନ୍ତୁ ବେଳେବେଳେ ବାକ୍ୟର ଅର୍ଥକୁ ଗୁରୁତ୍ୱ ଦେବା ପାଇଁ ଯୁଗ୍ମ ବହୁବଚନ ମଧ୍ୟ ବ୍ୟବହୃତ ହୋଇଥାଏ। ଯେମିତିକା ସବୁ ଯାକ ଘର, ସବୁତକ ଫୁଲ, ସବୁ ଯାକ ତକ ଗୋଟିଏ ଗୋଟିଏ ବହୁବଚନର ଚିହ୍ନ, କିନ୍ତୁ ଏଠାରେ ଦୁଇଟି ବହୁବଚନ ଏକତ୍ର ସଂଯୁକ୍ତ ହୋଇ ରହିଛନ୍ତି। ମନେ ରଖିବାକୁ ହେବ ଯେ ସାଧୁତା, ଦୁଷ୍ଟାମି ପ୍ରଭୃତି ଗୁଣବାଚକ ବିଶେଷ୍ୟ, ଗମନ, ଶୟନ ପ୍ରଭୃତି କ୍ରିୟାବାଚକ ବିଶେଷ୍ୟ। ଏହି ପଦରେ ବହୁବଚନ ଲାଗେ ନାହିଁ। ମନେ ରହିଲା। ଆହୁରି ମଧ୍ୟ ଜାଣିବା ଉଚିତ ଯେ ବେଳେ ବେଳେ ବଚନ ଚିହ୍ନଯୁକ୍ତ ନ ହୋଇ ମଧ୍ୟ ଏକ ବଚନ ଓ ବହୁବଚନ ପ୍ରକାଶିତ ହୁଏ। ପିଲା ଖେଳୁଛି, ଏଠାରେ ଗୋଟିଏ ପିଲାକୁ ବୁଝାଉଛି। ପିଲେ ଖେଳୁଛନ୍ତି, ଏଠାରେ ଏକାଧିକ ପିଲାକୁ ବୁଝାଉଛି। ଏବେ ଆମେ ଦେଖିବା ଯୁଗ୍ମ ଶବ୍ଦ। ଯୁଗ୍ମ ଶବ୍ଦ କଣ? ଆମ ଭାଷାରେ ଅନେକ ଯୁଗ୍ମ ଶବ୍ଦର ପ୍ରଚଳନ ଅଛି, ଯଥା ବାଟ, ଘାଟ, ଯା, ଆସ, ଦେଖି, ଦେଖିକା, ଏସବୁ ଗୋଟେ ଗୋଟେ ଯୁଗ୍ମ ଶବ୍ଦ। ଯୁଗ୍ମ ଶବ୍ଦରେ ବିଭିନ୍ନତା ରହିଛି, ଯଥା ବିପରୀତ ବୋଧକ ଯୁଗ୍ମ ଶବ୍ଦ। ଦୁଇଟି ବିପରୀତ ଶବ୍ଦ ଆମେ କଣ ମିଶେଇକି ଲେଖିବୁ, ତାକୁ ବିପରୀତ ବୋଧକ ଯୁଗ୍ମ ଶବ୍ଦ ବୋଲି କହିବୁ। ଭଲ ମନ୍ଦ, ଖାଲ, ଢିପ, ଜମା, ଖର୍ଚ୍ଚ, କିଣା, ବିକା। କିଣାର ବିପରୀତ କଣ? ବିକା। ସୁଖର ବିପରୀତ କଣ? ଦୁଃଖ। ବଡ଼ର ବିପରୀତ କଣ? ସାନ। ବିପରୀତ କିନ୍ତୁ ଗୋଟିଏ ଏକାଠି ଲେଖାଯାଇଛି, ତେଣୁ ଏହାକୁ ବିପରୀତାର୍ଥବୋଧକ ଯୁଗ୍ମ ଶବ୍ଦ ବୋଲି କୁହାଯାଉଛି। ତାପରେ ଦୁଇରେ କଣ? ସମାର୍ଥକ, ଦୁଇ ପଦର ସଂଯୋଗରେ। ହଣା ଓ ମରା ପ୍ରାୟତଃ ସମାର୍ଥକ। ବନ୍ଧୁ ବାନ୍ଧବ ସମର୍ଥକ। ଗୋରୁ ଗାଈ, ଧନ ରତ୍ନ, ଏଗୁଡ଼ିକ ସବୁ ଗୋଟିଏ ଅନ୍ୟର ସମାନ ଅର୍ଥ ବୁଝାଉଥିବା ଶବ୍ଦ, କିନ୍ତୁ ଯେହେତୁ ଆମେ ଏକାଠି କରି ଲେଖିଛୁ ତାକୁ ସମାର୍ଥକ ଯୁଗ୍ମ ଶବ୍ଦ ବୋଲି କହିବୁ। ତାପରେ ଅର୍ଥ ଥିବା ଓ ଅର୍ଥ ନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ମ ଶବ୍ଦ। କେତେ ଗୁଡ଼ିଏ ଅର୍ଥ ଅଛି, କେତେ ଗୁଡ଼ିଏ ଅର୍ଥ ନାହିଁ। ଗପର ଅର୍ଥ ଅଛି କିନ୍ତୁ ଗପ ସପ ଦେଖିଲେ, ଗପର ଅର୍ଥ ଅଛି କିନ୍ତୁ ସପର ଅର୍ଥ ଏଠାରେ ଅର୍ଥ ବିହୀନ। ଏହାକୁ କଥାର ଲଥା ବୋଲି ମଧ୍ୟ କହନ୍ତି। ଏହି ଜାତୀୟ ଶବ୍ଦ ଗୁଡ଼ିକ ଯେମିତିକି କାମ ଦାମ, ବାସନ କୁସନ, ପେଟ ପାଟଣା, ଘର ଫର, ବିକ୍ରି ବଟା, ଏସବୁ କଣ ଅର୍ଥ ଥିବା କିମ୍ବା ଅର୍ଥ ନଥିବା ଶବ୍ଦ, ଯୁଗ୍ମ ଶବ୍ଦ। କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନ ଯୋଗେ ଯେଉଁ ଶବ୍ଦ ଗଠିତ ଯୁଗ୍ମ ଶବ୍ଦ, ଯେମିତିକା ହଣା ହଣି, ଲଗା ଲଗି, ଲେଖା ଲେଖି, ପଢ଼ା ପଢ଼ି, ପିଟା ପିଟି, ଧସ୍ତା ଧସ୍ତି, ଶୁଣା ଶୁଣି। ତାପରେ ଆସିଲା ଦ୍ୱିରୁକ୍ତ ଶବ୍ଦ। ଦ୍ୱିରୁକ୍ତ ଶବ୍ଦ କଣ? ସମାନ ଶବ୍ଦ ଦୁଇ ଥର ପ୍ରୟୋଗ କରାଯାଇଛି। ଏହାକୁ ଦୁଇ ଥର ପ୍ରୟୋଗ କରାଯାଇଛି। ଝର ଝର, ଛଳ ଛଳ, ଧୁ ଧୁ, ପେଁ ପେଁ, ଆପେ ଆପେ, ସିଧା ସିଧା, ବାଟେ ବାଟେ, କାନେ କାନେ। ଏହି ଶବ୍ଦ ଗୋଟିଏ ଶବ୍ଦ ଦୁଇଥର ପ୍ରୟୋଗ କରାଯାଇଛି। ବୁଝିଗଲା। ଏବେ ଆମେ ଦେଖିବା ସମଚାରିତ ଶବ୍ଦ। ସମଚାରିତ ଶବ୍ଦ କଣ? କେତେ ଗୁଡ଼ିଏ ଶବ୍ଦ ଅଛି ଉଚ୍ଚାରଣ ସମାନ ଥିଲେ ମଧ୍ୟ ତାହାର ଅର୍ଥରେ ପରିବର୍ତ୍ତନ ଘଟୁଛି। ସେ ଶବ୍ଦ ଗୁଡ଼ିକୁ ଚାଲନ୍ତୁ ଦେଖିବା। ଅସନ, ଅସନ ମାନେ କଣ? ଭୋଜନ। ଅସନ କଣ? କ୍ଷେପଣ। ଈଶ, ଈଶ୍ୱର। ଈଶ, ଲଙ୍ଗଳ ଦଣ୍ଡକୁ ଈଶ କୁହାଯାଏ। କୂଳ, ବଂଶ, ଆଉ ଗୋଟେ କୂଳ, ତଟ। ଏଟା ହଉଛି ଚିର, ଦୀର୍ଘକାଳ।
ଚିର ଛିଣ୍ଡାକନା। ଦିନ ଦିବସ, ଦିନ ଗରିବ। ଦୀପ ଯୋଉ ଆଲୋକ ପ୍ରଦାନ କରୁଛି ଆମକୁ ଦୀପ। ଦୀପ କଣ? ଜଳ ବେଶିତ ଭୂଖଣ୍ଡ, ଯୋଉ ଜଳ ଚାରିପଟକୁ ଘେରି ରହିଛି ତାକୁ ଦ୍ୱୀପ ବୋଲି କୁହାଯାଏ। କୃତି, ଆମେ ଯୋଉ କାର୍ଯ୍ୟ କରୁଛୁ ତାକୁ କୃତି କହୁଛୁ। କୃତି ଦକ୍ଷତା। ଗିରିଶ, ମହାଦେବ ଶିବ ବୃହସ୍ପତିଙ୍କୁ ଗିରିଶ କୁହାଯାଏ। ଆଉ ଗିରିଶ ଶ୍ରେଷ୍ଠ ଗିରି, ଶ୍ରେଷ୍ଠ ପର୍ବତ। ଚୂଡ଼ା, ଯୋଉ ଖାଦ୍ୟଟା ଆମେ ଖାଉଛୁ ଚୂଡ଼ା। ଚୂଡ଼ା, ଚୂଡ଼ା କଣ? ଅଗ୍ରଭାଗ, କୌଣସି ଜିନିଷର ଅଗ୍ରଭାଗକୁ ଚୂଡ଼ା ବୋଲି କୁହାଯାଏ। ପୂତ, ପୁଅ। ପୂତ ପବିତ୍ର। ବଳି, ତ୍ୟାଗ କିମ୍ବା ହତ୍ୟା। ବଳି ବଳୁଆ। ଲକ୍ଷ, ସଂଖ୍ୟା ବିଶେଷ, ଯୋଉ ସଂଖ୍ୟାଟା ଆମେ କହୁଛେ 1 ଲକ୍ଷ 2 ଲକ୍ଷ 3 ଲକ୍ଷ, ଏଇ ଲକ୍ଷ୍ୟଟା କଣ? ଉଦ୍ଦେଶ୍ୟ। ତାପରେ ଆମେ ଚାଲନ୍ତୁ ଦେଖିବା କେତେ ଗୁଡ଼ିଏ ବିପରୀତ ବୋଧକ ଶବ୍ଦ। ବିପରୀତ ବୋଧକ ଶବ୍ଦ ଗୁଡ଼ିକ ହେଲେ ଯେମିତିକା ଅପେକ୍ଷା, ଉପେକ୍ଷା। ଅସଲ, ନକଲ। ଅଲଣା, ଲୁଣିଆ। ଆଗ, ପଛ। ଆନନ୍ଦ, ନିରାନନ୍ଦ ବା ବିଷାଦ। ଆଲୁଅ, ଅନ୍ଧାର। ଆବାହନ, ବିସର୍ଜନ। ଜ୍ଞାନୀ, ଅଜ୍ଞାନ। ଦୁଷ୍ଟ, ଶିଷ୍ଟ। ପ୍ରାଚୀନ, ନବୀନ, ଅର୍ବାଚୀନ। ପଣ୍ଡିତ, ମୂର୍ଖ। ପାପ, ପୁଣ୍ୟ। ବନ୍ଧନ, ମୋଚନ। ବଦ୍ଧ, ମୁକ୍ତ। ଆଦାନ, ପ୍ରଦାନ। ଇହ, ପର। ଇଷ୍ଟ, ଅନିଷ୍ଟ। ଉପକାର, ଅପକାର। ଉଦୟ, ଅସ୍ତ। ଉଠାଣି, ଗଡ଼ାଣି। କୃପଣ, ବଦାନ୍ୟ। ଖୋଲା, ମୁଦା। ଖାଲ, ଢିପ। ଚେମଡ଼ା, ମସ୍କା। ଭଲ, ମନ୍ଦ। ମାନ, ଅପମାନ। ମସୃଣ, ବନ୍ଧୁର। ମିତ୍ର, ଶତ୍ରୁ। ଲୋଭୀ, ନିର୍ଲୋଭ। ସାମ୍ୟ, ବୈଷମ୍ୟ। ସୁଲଭ, ଦୁର୍ଲଭ। ହ୍ରସ୍ୱ, ଦୀର୍ଘ। କ୍ଷୁଦ୍ର, ବୃହତ୍। ତ ଏଇସବୁ କେତୋଟି